ଅପେକ୍ଷା କର, ତୁମ ଅହଙ୍କାରର ଜବାବ ସମୟ ଦିନେ ନା ଦିନେ କହିଦେବ। ଭୁଲ କରିନଥିବା ସ୍ଥାନରେ କେବେ ବି ମୁଣ୍ଡ ତଳକୁ କରନ୍ତୁ ନାହିଁ। ଆଉ ଯେଉଁ ସ୍ଥାନରେ ବିଶ୍ୱାସ ନଥାଏ ସେଇଠି ପ୍ରମାଣ ଦେବାକୁ ଚେଷ୍ଟା କରନ୍ତୁ ନାହିଁ। ଏ ଜୀବନ ହେଉଛି ଏକ ଭାଙ୍ଗିଯାଇଥିବା ଜିନିଷ, ଯାହା ଚାଲିଗଲା ପରେ ଆଉ ଫେରି ନଥାଏ। ତେଣୁ ଯେତେ ଦିନ ବଞ୍ଚିବା ହସ ଖୁସିରେ ବଞ୍ଚିବା। କାହା ସହିତ ସମ୍ପର୍କ ବନେଇବା ଏତେ ବି ସହଜ ହୋଇନଥାଏ। ଯଦି ସମ୍ପର୍କରେ ଝଗଡ଼ା ହୁଏ ତେବେ ଜଣେ ଚୁପ୍ ରହିଯାଏ ତ ସମ୍ପର୍କ ବଞ୍ଚିଯାଏ। ମଣିଷର କଥା କହିବାର ଶୈଳୀ ହିଁ ଜଣେଇ ଦିଏ କି ସମ୍ପର୍କ କେତେ ଗଭୀର ଆଉ କେତେ ନିଜର ହୋଇଥାଏ। ନିଜର ଔକାତ ସେତେବେଳେ ଜଣାପଡ଼େ ଯେବେ ତାକୁ ସେଇଠୁ ଧୋକା ମିଳେ ଯେଉଁଠି ତାଙ୍କର ଅଧିକ ଭରସା ଆଉ ବିଶ୍ୱାସ ମଧ୍ୟ ଥିଲା। ଯେଉଁ ମଣିଷ ଆପଣଙ୍କ ଦୁଃଖ ଦେଖି ନିଜେ କାନ୍ଦି ପକାଏ ସେ ମଣିଷ ଜୀବନରେ କେବେ ବି କାହା ମନରେ ଦୁଃଖ କଷ୍ଟ ଦେଇନଥାଏ। ଯିଏ ପ୍ରକୃତ ପ୍ରେମ କରିଥାଏ ଦୁନିଆ ତା'ଠାରୁ ସବୁବେଳେ ଏହି ତିନୋଟି ଜିନିଷ ଛଡ଼େଇ ନେଇଥାଏ, ସୁଖ ଆଉ ସମ୍ମାନ। ସବୁବେଳେ ସମ୍ପର୍କକୁ ସମୟ ଦେବା ଶିଖ, କାରଣ ଦିନେ ନା ଦିନେ ଏମିତି ସମୟ ଆସିବ ତୁମ ପାଖରେ ସବୁ କିଛି ଥିବ ହେଲେ ନିଜ ଜୀବନଠୁ ଅଧିକ ଭଲ ପାଉଥିବା ମଣିଷଟିଏ ତୁମ ପାଖରେ ନଥିବ। ଯିଏ ତୁମକୁ ସତରେ ଚାହୁଁଥାଏ ସେ ତୁମଠାରୁ କିଛି ବି ଚାହିଁ ନଥାଏ। ଦୁନିଆରେ ଘୃଣା ହେଉଛି ଏମିତି ଏକ ଶବ୍ଦ ଯାହା ମଣିଷକୁ କେବଳ ବାହାରୁ ନୁହଁ ଭିତରୁ ବି ଜାଳିପୋଡ଼ି ପାଉଁଶ କରିଦେଇଥାଏ। ଘୃଣା କରିବା ଲୋକ ତ ଜେଲରୁ ଖସିଯାଇଥାଏ, କାରଣ ଆଜିକାଲି ଦୁନିଆରେ ଲୋକେ ବଡ଼ ଅଜବ। ଯିଏ ଭୁଲ କରେ ତାକୁ ଛାଡ଼ି ଦିଅନ୍ତି, ଆଉ ଯିଏ ଭୁଲ ନ କରେ ତାକୁ ଲୋକେ ଅନେକ ପ୍ରକାର ଦୋଷୀ ସାବ୍ୟସ୍ତ କରିଥାନ୍ତି। ଦୁନିଆର ଗୋଟେ ନିରାଟ ସତ୍ୟ କଥା, ବିପଦ ସମୟରେ ସାହାଯ୍ୟ କରିବାକୁ ହିଁ ପ୍ରକୃତ ବନ୍ଧୁତା କୁହାଯାଏ। ବେଳେବେଳେ ଇଏ ମୋର ଖାସ୍ ଲୋକ କହିକି ଗର୍ବ କରିବା ବହୁତ ବଡ଼ ଭୁଲ ହୋଇଥାଏ, କାରଣ ସେହି ମଣିଷ ଦିନେ ଆମକୁ ଏମିତି ବ୍ଲାକମେଲ୍ କରିବ ଆମର ଭୁଲ ନଥାଇ ମଧ୍ୟ ଆମକୁ କ୍ଷମା ମାଗିବାକୁ ପଡ଼ିବ। ଜୀବନରେ ଯାହା ହେଉଛି ତାକୁ ଭୁଲିଯାଅ। ବର୍ତ୍ତମାନ ଯାହା ହେବାକୁ ଯାଉଛି ତା ଉପରେ ଧ୍ୟାନ ଦିଅ। ସବୁବେଳେ ମନେ ରଖ, ଯାହାର କେହି ନାହାନ୍ତି ତାକୁ ସବୁବେଳେ ଭଗବାନ ହିଁ ସାଥ ଦେଇଥାନ୍ତି। ଭଗବାନ ଗୋଟିଏ ରାସ୍ତା ବନ୍ଦ କରିବା ପୂର୍ବରୁ ସେ ଅନେକ ରାସ୍ତା ଖୋଲି ଦିଅନ୍ତି। ମଣିଷ ରାଗେ, ଝଗଡ଼ା କରେ କେବଳ ସେ ମଣିଷ ପାଖରେ ଯାହାକୁ ସେ ଅତି ନିଜର ଭାବିଥାଏ। ନହେଲେ ତ ଏହି ସ୍ୱାର୍ଥପର ଦୁନିଆରେ କାହାକୁ କିଛି ବି ଫରକ ପଡ଼େ ନାହିଁ ତମେ ଠିକ୍ କରିଲ କି ଭୁଲ କରିଲ। ସବୁବେଳେ ବେଶୀ ବକ୍ ବକ୍ ହେଉଥିବା ମଣିଷ ଯଦି ହଠାତ୍ ଚୁପ୍ ହୋଇଯାଏ ତେବେ ବୁଝିଯାଅ ତାକୁ ଆଘାତ ବହୁତ ଗଭୀର ହିଁ ଲାଗିଛି। ମିଛ କହି କୌଣସି ଜାଗାରେ ସମ୍ପର୍କ ଗଢ଼ିବା ଅପେକ୍ଷା ସତ କହି ସେ ଜାଗାରେ ଶତ୍ରୁ ହୋଇଯାଆନ୍ତୁ। ଦେଖିବେ ଆପଣଙ୍କ ସହ ଆଉ କେବେ ବି ବିଶ୍ୱାସଘାତକ ହେବନି। ଟିକେ ଟିକେ କଥାରେ ଖୁବ୍ ଶୀଘ୍ର ରାଗିଯାଉଥିବା ମଣିଷ ମନରେ ଅଧିକ ଭଲ ପାଇବା ଥାଏ, ହେଲେ ତାର ଭଲ ପାଇବାକୁ କେହି ବି ବୁଝିପାରନ୍ତି ନାହିଁ। ଜୀବନରେ ଏମିତି କିଛି ଜିନିଷ ଥାଏ ପାଇବାର ଇଚ୍ଛା ଥିଲେ ବି ପାଇ ହୁଏ ନାହିଁ, ଭୁଲିବାକୁ ଚେଷ୍ଟା କଲେ ବି ଭୁଲି ହୁଏ ନାହିଁ। ସେଥିପାଇଁ ଏ ଦୁନିଆରେ କାହାକୁ ବିଶ୍ୱାସ କରିବା କଥା ନୁହେଁ, କାରଣ ଏଠି ନିଜ ଲୋକ ବି କେତେବେଳେ ବଦଳିଯାଏ ତାହା କେବେ ବି ଜଣାପଡ଼ି ନଥାଏ।